ଖୋର୍ଦ୍ଧା ଜିଲ୍ଲା ନିରାକରପୁର ସଖା ସଂଘ କ୍ରୀଡ଼ା ସାଂସଦ ଆନୁକୂଲ୍ୟରେ 30ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ କଲେଜ ପଡ଼ିଆରେ ଅନୁଷ୍ଠିତ ସେମିଫାଇନାଲରେ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଆଜି ଇଲାମ ବଜାର କୋଲକାତା ଓ ୟୁଥ୍ ଉତ୍କଳ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜି ୟୁଥ୍ ଉତ୍କଳ କଟକ 6/1 ଗୋଲରେ ଇଲାମ ବଜାର କୋଲକାତାକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିଳ୍ପପତି ତଥା ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ଇଞ୍ଜିନିୟର ବିଶ୍ୱମୋହନ ପଟ୍ଟନାୟକ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ସୁମନ୍ତ କୁମାର ମହାପାତ୍ର, ଜିତେନ୍ଦ୍ର କୁମାର ମହାନ୍ତି, ଶୁଭମ ଦାସ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ରାଜେଶ ପରିଡ଼ା, ସମାଜସେବୀ ଶୁଭମ ଦାସ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ରୁଦ୍ରନାଥ ଦତ୍ତ, ଖୋର୍ଦ୍ଧା ଜିଲ୍ଲା ମହିଳା ଛାତ୍ରନେତ୍ରୀ ପ୍ରତିସ୍ମିତା ନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସଖା ସଂଘ କ୍ରୀଡ଼ା ସଂସଦର ସହ ସମ୍ପାଦକ ତଥା ନିରାକରପୁର ଦୀପକ କୁମାର ପ୍ରଧାନଙ୍କ ମାତା ସ୍ୱର୍ଗୀୟ ଉଷାରାଣୀ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ଅନ୍ୟ ଏକ ଦଳର ଶ୍ରେଷ୍ଠ ଖେଳାଳିଙ୍କୁ ସଖା ସଂଘ କ୍ରୀଡ଼ା ସଂସଦର ଉପସଭାପତି ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ୱର୍ଗତ ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଖା ସଂଘ କ୍ରୀଡ଼ା ସଂସଦର ସଭାପତି ବିପିନ କୁମାର ଜୟସିଂହ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଦୁଇ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସଖା ସଂଘ ପକ୍ଷରୁ ସମ୍ପାଦକ ଭାଗୀରଥୀ ପ୍ରଧାନ, କୋଷାଧ୍ୟକ୍ଷ ହରିବନ୍ଧୁ ସିଂ, ସହ ସମ୍ପାଦକ ଦୀପକ ପ୍ରଧାନ, ସଭ୍ୟ ବିଭୂତି ଭୂଷଣ ଦାସ, ପ୍ରକାଶ ବଳିଆର ସିଂ, ବାଲୁଙ୍କେଶ୍ୱର ବେହେରା, ଲଲାଟେନ୍ଦୁ ରଥ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା 15 ତାରିଖରେ ମହିଳା ଫୁଟବଲ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ 16 ତାରିଖରେ ୟୁଥ୍ ଉତ୍କଳ କଟକ ଓ ପପୁଲାର କ୍ଲବ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ। ଖୋର୍ଦ୍ଧାରୁ ଜ୍ଞାନରଞ୍ଜନ ଦାସଙ୍କ ରିପୋର୍ଟ, ONM ନ୍ୟୁଜ୍।